ଦିନେ ପରିବାର ପ୍ରତିପୋଷଣ ପାଇଁ ଯାଉଥିଲେ ଦାଦନ। ଏବେ ନିଜ ଘରବାଡ଼ିରେ ଛତୁ ଚାଷ କରି ସୁଖରେ ପରିବାର ସହିତ ଅଛନ୍ତି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ପାଙ୍କେଲ ବାହାଲ ଗାଁର ସୁରେନ୍ଦ୍ର ଘିବେଲା। ସୁରେନ୍ଦ୍ର ପ୍ରବାସରେ ଅଧିକ ଶାରୀରିକ ପରିଶ୍ରମ କରି ଯେତିକି ଆୟ କରୁଥିଲେ ଏବେ ତାଠୁ କମ୍ ପରିଶ୍ରମ କରି ଅଧିକ ଆୟ କରିବାରେ ସକ୍ଷମ ହେଉଛନ୍ତି। ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ସାନନ୍ଦିନୀ କହନ୍ତି, ବାହାରକୁ ଯାଇ କାମ କରିବା ଅପେକ୍ଷା ଘର ନିକଟରେ ଛତୁ ଚାଷ ଆମକୁ ରୋଜଗାର ସହିତ ଖୁସି ଦେଇଛି। ଏବେ ଦୈନିକ 15ରୁ 20 କେଜି ଛତୁ ଅମଳ ହେଉଥିବା ବେଳେ କେଜି ପ୍ରତି 300 ଟଙ୍କା ଦାମରେ ଘର ପାଖରେ ବିକ୍ରି ହୋଇଯାଉଛି। ଛତୁ ଚାଷଟା ଗୋଟେ ବର୍ଷ ହଉଛେ ବାହାର ଆଡ଼େ ଯାଇଥିନି, ବାହାର ଆଡ଼ୁ ଜ୍ଞାନ ଧ୍ୟାନ ଢକେଇକରି ଆସିକରି ନିଜର ହିସାବରେ ନିଜର ଗୁଡ଼େ ନିଜର ରୋଜଗାର କରିକରି ନିଜର 2-4 ଲୋକ ବି ସମ୍ମିଳିତ କରିକରି ଭଲ ଜ୍ଞାନ ଢକେଇକରି ଚାଲିଛେ। ଆର ଗଭର୍ଣ୍ଣମେଣ୍ଟର ବି ସବସିଡ଼ି ସବୁଟା କିଛି ସୁବିଧା ନାହିଁ, ନିଜର ହାତ ଖର୍ଚ୍ଚା କରିକରି ଡେଭଲପ୍ କରୁଛେ। ଛତିଟା ବାହାରୁଛେ 15ରୁ 20 କିଲୋ ଏନ୍ତା ବାହାରୁଛେ, ଡେଲି 40ଟା ବେଡ଼ ପଡ଼ୁଛେ। ଆଉ ଏଇଟା ମାନେ ତ ଦେଖୁଛନ୍ ବି 8-10 ଦିନର ବେଡ଼ ମାନେ ବି ଅଛେ, କାଲି ବାହାରବା ପ୍ରଡ଼କ୍ସନ୍। ଇହାଦେ ବହୁତ ଭଲ ଲାଗୁଛେ, ନିଜର ଗୁଡ଼େ ବି ନିଜେ ଠିଆ ହେଇପାରିଛେ, ଆଜିକେ ନିଜେ ଡେଭଲପ୍ କରିଛେ, ଆଗକେ ବି ଆର ଚାଲିଛେ ପ୍ଲାନ୍। ସୁରେନ୍ଦ୍ରଙ୍କୁ ମିଳିଛି ପତ୍ନୀ ଓ ଭାଇଙ୍କ ସହଯୋଗ। ସମସ୍ତେ ମିଶି ଆବଶ୍ୟକ କାମ ଓ ଦେଖାରଖା କରିଥାନ୍ତି। ପ୍ରଥମେ ନଡ଼ାକୁ କାଟି ଛୋଟ ଛୋଟ ବିଡ଼ା କରାଯାଏ। ପାଣି ଭର୍ତ୍ତି ପଲିଥିନ୍ କୁଣ୍ଡରେ ନଡ଼ା ବିଡ଼ାଗୁଡ଼ିକୁ ଭିଜାଇବା ପରେ ତାକୁ ଛାଣି ପ୍ରସ୍ତୁତ କରାଯାଏ ଶଯ୍ୟା। ଶଯ୍ୟାରେ ଛତୁ ବିହନ ଓ ଖାଦ୍ୟ ଦେଇ ଢଙ୍କାଯାଏ ପଲିଥିନ୍। କିଛି ଦିନର ବିରତି ପରେ ଛତୁଗୁଡ଼ିକ ଫୁଟିବାକୁ ଆରମ୍ଭ କଲେ ଏହାକୁ ଯତ୍ନର ସହିତ ତୋଳାଯାଇଥାଏ। ସ୍ଥାନୀୟ ଚାହିଦା ଥିବାରୁ ସୁରେନ୍ଦ୍ର କେବେ ବିକ୍ରି ବଟାର ସମସ୍ୟାରେ ପଡ଼ିନାହାନ୍ତି। ସ୍ଥାନୀୟ ବ୍ୟବସାୟୀ ସନ୍ତୋଷ ମନାହିରା ଫାର୍ମ ନିକଟକୁ ଆସି ଛତୁ କିଣି ନେଇଥାନ୍ତି। ସନ୍ତୋଷ କହନ୍ତି, ଏଠାରେ ଛତୁ ଚାଷ ହେବା ଫଳରେ ମୋର ବି 2 ପଇସା ରୋଜଗାର ହୋଇପାରୁଛି। ପ୍ରବାସରେ ଦାଦନ ଖଟିବା ଅପେକ୍ଷା ଘର ପାଖରେ କାମ କରି ଯେ ରୋଜଗାର ହୋଇପାରିବ ତାହା ଛତୁ ଚାଷ ଦ୍ୱାରା ପ୍ରମାଣିତ କରିଦେଇଛନ୍ତି ବଲାଙ୍ଗୀର ଲୋଇସିଙ୍ଗାର ସୁରେନ୍ଦ୍ର ଘିବେଲା। Thanks for watching. Drop a like, leave a comment, and don't forget to subscribe.